କ୍ୟାରିୟର ଷ୍ଟାର୍ଟ ହେଇଥିଲା ସେତେବେଳେ ମୋର ପାଖାପାଖି ଆରମ୍ଭ ହେଇଥିଲା। ମୁଁ ଜାଣିଛି ତାଙ୍କୁ ଫ୍ରମ୍ ଦ ବିଗିନିଂ। ସେଇ ଝାଞ୍ଜିର ମଙ୍ଗଳା ଘୋଡ଼ାରେ ଗୋଟିଏ ରୁମ୍ରେ ଆଜି ଶାନ୍ତିରାଜ ଖୋସଲା ଆମ ସାଙ୍ଗରେ ନାହାନ୍ତି, ଅଭିଜିତ ମଜୁମଦାର ଏବଂ ନିର୍ମଳ ନାୟକ ରହୁଥିଲେ ଯେତେବେଳେ ଜାଗାରେ ସେତେବେଳେ ମୁଁ ଯାଏ ତାଙ୍କୁ ସେ ସମୟରେ ମୋର ତ 97-98 ମସିହା ମୁଁ କହିବି ଯେ ସଙ୍ଗୀତ ଯେତେବେଳେ ଓଡ଼ିଆ ସଙ୍ଗୀତ ଦର୍ଶକ ଶୁଣୁନଥିଲେ ସେତେବେଳେ ସରୋଜ ନନ୍ଦ ପ୍ରଥମେ ଆରମ୍ଭ କରିଥିଲେ ରେଭଲ୍ୟୁସନ ଏବଂ ତାପରେ ସେ ମଙ୍ଗ ଧରିଥିଲେ ଅଭିଜିତ ମଜୁମଦାର, ପ୍ରେମାନନ୍ଦ ଯେଉଁମାନେ ବି ଧରିଥିଲେ। କିନ୍ତୁ ତା ଦେହରେ ଲୋକମାନଙ୍କ ପାଖରେ ଗୋଟେ ଓଡ଼ିଆ ଗୀତକୁ ଶୁଣିବାର ଶ୍ରୋତାମାନଙ୍କ ପାଖରେ ଯୋଉ ଉତ୍କଣ୍ଠା ସୃଷ୍ଟି କରିଥିଲେ ଅଭିଜିତ ମଜୁମଦାର ଦୀର୍ଘ ଦଶନ୍ଧି ଧରି ସେ ଓଡ଼ିଆ ସଙ୍ଗୀତକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। ଏତେ ବଡ଼ ମ୍ୟୁଜିକ ତାଙ୍କ ଗୀତର ସ୍ୱରରେ ନାଚୁଥିଲେ, ରିଲ୍ସ କରୁଥିଲେ, ତାମାନେ ନୁହଁ ଯେ ଆଉ ମ୍ୟୁଜିକ ଡାଇରେକ୍ଟର ନାହାନ୍ତି। କିନ୍ତୁ ଅଭିଜିତ ମଜୁମଦାରଙ୍କର ସେ ଯୋଉ ୱେଷ୍ଟର୍ଣ୍ଣ ସାଙ୍ଗରେ ଆମର ଇଷ୍ଟର୍ଣ୍ଣର ଯୋଉ ପଞ୍ଚ କରିକି ଗୀତ କରେଇବା ଯୋଉ ଶୈଳୀ, ତାଙ୍କ ରିଦିମ, ତାଙ୍କ ଗୀତରେ ଥିବା ସେଇ ହୃଦୟର ଯୋଉ ବ୍ୟଥା ଥିଲେ ସେ ତାକୁ ଲାଘବ ପାଇବା ପାଇଁ ଯୋଉ ମ୍ୟୁଜିକରେ ସେ କରନ୍ତି ସେଟାକୁ ଆମେ ଆଉ ପାଇବା। କିନ୍ତୁ ମୁଁ ଚାହିଁବି ଆଜି ଗୋଟେ ଶୁଭ ଦିନରେ ସେ ଏତେ ଭଲ ଥିଲା ତାଙ୍କ ଆତ୍ମା, ସେଥିପାଇଁ ଆଜି ଗୋଟେ ମାଘ ସପ୍ତମୀ ଦିନରେ ଆଜି ତାଙ୍କର ଆମକୁ ଛାଡ଼ିକି ସେ ଆମକୁ ପର କରି ଚାଲି ଯାଇଛନ୍ତି। ଏବଂ ଚାହିଁବି ଆଜି ଏତେ ବଡ଼ ପବିତ୍ର ଦିନରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିକି ତାଙ୍କର ଅମର ଆତ୍ମାର ସଦ୍ଗତି ହଉ, ସେ ସବୁବେଳେ ଭଲରେ ରୁହନ୍ତୁ ଏବଂ ଓଡ଼ିଆ ଦର୍ଶକ, ଓଡ଼ିଆ ଶ୍ରୋତା କେବେ ତାଙ୍କୁ ଭୁଲିବେ ନାହିଁ। କାରଣ ତାଙ୍କର ଯୋଉ ପାଦ ଚିହ୍ନ ସଙ୍ଗୀତ ମାଧ୍ୟମରେ ସେ ଛାଡ଼ିକି ଯାଇଛନ୍ତି, ଲୋକମାନେ ସବୁବେଳେ ତାକୁ ଭଲ ପାଇବା ଦେବେ, ସବୁବେଳେ ଶୁଣିବେ। ହ୍ୟୁମାନଙ୍କୁ ଯେମିତି ଶୁଣୁଛନ୍ତି, ଆଜି ତାଙ୍କ ଗୀତ ବାଜିରେ ଲୋକ କାନ୍ଦୁଛନ୍ତି। ଅଭିଜିତ ମଜୁମଦାରଙ୍କ ଗୀତ ବାଜିରେ ବି ସେ କଞ୍ଚା ହଳଦୀ ହଉ କି ଆହୁରି ବହୁତ ଭଲ ଲିରିକ୍ର ଗୀତ ସେ କରିଛନ୍ତି, ସବୁ ଗୀତ ସେ ଶୁଣିବେ, ଲୋକମାନେ ତାଙ୍କୁ ମନେ ରଖିବେ, ସେ ସବୁବେଳେ ଅମର ହେଇକି ରହିବେ। ହୁଏତ ଇଏ ଆଉ ପୂରଣ ହେଇପାରିବ ନାହିଁ, ଅନେକ ପ୍ରକାର ମ୍ୟୁଜିକ ତ ହବ, ବଟ୍ ଅଭିଜିତ ମଜୁମଦାରଙ୍କର ଯୋଉ ହିଟ୍ ସବୁ ଥିଲା ଆପଣମାନେ ସମସ୍ତେ ଜାଣିଛନ୍ତି। ସେ ଗୀତଟାକୁ ଆକ୍ଚୁଆଲି ଭଲ ପାଉଥିଲେ, ତା ଦେହରୁ ସଙ୍ଗୀତ ତିଆରି କରୁଥିଲେ। ଆପଣଙ୍କର କିଛି ଅନୁଭୂତି ତାଙ୍କ ସହିତ ବିତେଇଥିବା କିଛି ଅନୁଭୂତି? ମୁଁ ଅନୁଭୂତି ତ କହିବି ଫ୍ରମ୍ ଦ ବିଗିନିଂ, ଯେତେବେଳେ ସିଏ କ୍ୟାରିୟର ଷ୍ଟାର୍ଟ କରୁଥିଲେ ନା, ସେତେବେଳେ ମତେ ସବୁବେଳେ ସେ କହନ୍ତି ଭାବି ତମେ ତ କାମ କରୁଛ, ଟିକେ ସମ୍ରାଟରେ କହୁନ, ଟିକେ ଏଥିରେ କହୁନ, ଆମେ ଟିକେ ଗୀତ କରନ୍ତୁ। ଆମେ ସେ ରୁମରେ ବସୁ, ଶାନ୍ତି ଭାଇ ଥିଲେ, ସେ ଗିଟାର ବଜାନ୍ତି, ଆମେ ମଜା କରୁ। ସେ ଯୋଉ ପ୍ରଥମ ସୋପାନରେ ପ୍ରଥମ ସିଢିରେ ଥିଲା ବେଳର ଯୋଉ ଏକ୍ସପିରିଏନ୍ସ ନା, ସେଇଟା ବେଶୀ କଷ୍ଟ ଦଉଛି। ଲୋକ ପପୁଲାର ହେଲା ପରେ ତ, ବଡ ହେଲା ପରେ ତ ସବୁ ଜିନିଷ ହେଇଥାଏ, କିନ୍ତୁ ଯେତେବେଳେ ସାଙ୍ଗ ହେଇକି ବସିକି ଯୋଉ ସେ ସମୟରେ ଯୋଉ ଷ୍ଟ୍ରଗଲ ପିରିୟଡଟାରେ ଯୋଉ ଅନୁଭୂତିଟା, ସେଇଟା ମତେ ଭାରି କଷ୍ଟ ଦଉଛି। ଆପଣ ତାଙ୍କ ଷ୍ଟ୍ରଗଲରୁ ସକ୍ସେସ ପର୍ଯ୍ୟନ୍ତ ତାଙ୍କୁ ଦେଖିଛନ୍ତି? ଆଜ୍ଞା, କେମିତି ଦେଖନ୍ତି ଅଭିଜିତ ତାଙ୍କର ନେଚର କେମିତି ଥିଲା? ଆପଣମାନେ ତ କହିଲି ନିଶ୍ଚିତ ଭାବରେ ମୁଁ କହୁଛି, ଯେତେବେଳେ ସେ ଷ୍ଟ୍ରଗଲ କରୁଥିଲେ ତାଙ୍କର ଯାହା ସ୍ୱଭାବ ଥିଲା, ଯେମିତି ବ୍ୟବହାର ଥିଲା, ସେ ବହୁତ ବଡ ମ୍ୟୁଜିକ ଡାଇରେକ୍ଟର ହେଇକି ଆଜି ଓଡିଶାରେ ନୁହଁ ବାହାରେ ବି ସେ ଯେତେବେଳେ ପପୁଲାର ହେଲେ ବି ତାଙ୍କର ସେଇ ସମାନ ସ୍ୱଭାବ ଥିଲା, ସ୍ୱଭାବର ପରିବର୍ତ୍ତନ ଘଟିନଥିଲା। ମୁଁ ଭଲ ପାଏ କାହିଁକି ନା ମୋର ସ୍ୱଭାବ ସେଇଆ, ମୁଁ ଯେତେବେଳେ ଷ୍ଟାର୍ଟିଂ କ୍ୟାରିୟର ଆରମ୍ଭ କରିଥିଲି ମୋ ସ୍ୱଭାବ ଯାହା ଥିଲା ଆଜି ବି ସେଇଆ ଅଛି। କିନ୍ତୁ ଶାନ୍ତି ଭାଇ ଛାଡିକି ଚାଲିଗଲେ କରୋନାରେ, ଏଇ କିଛି ଦିନ ତଳେ ହ୍ୟୁମାନ ବି ଛାଡିକି ଚାଲିଗଲେ। ମୁଁ ବି ତାଙ୍କୁ ଆରମ୍ଭରୁ ଯାହା ଦେଖିଥିଲି ଏପର୍ଯ୍ୟନ୍ତ ବି ସେଇଆ ଦେଖିଛି, ତାଙ୍କର ଚରିତ୍ରରେ কোনো ପରିବର୍ତ୍ତନ ଆସିନାହିଁ। ଯେ ପୁଳାଏ ପପୁଲାର ହେଇଗଲା ପରେ ଲୋକଙ୍କ ଭିତରେ ଯୋଉ ଅହଙ୍କାର ଆସେ ତାଙ୍କ ପାଖରେ ନଥିଲା, କାରଣ ସେ ଖାଲି ଜଣେ ଭଲ ସଙ୍ଗୀତ ନିର୍ଦ୍ଦେଶକ ନଥିଲେ, ଉଚ୍ଚ କୋଟିର ଉଚ୍ଚ ସ୍ୱଭାବର ଜଣେ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ଯେତେ କଷ୍ଟ ଥାଉ, ମନରେ ଦୁଃଖ ଥାଉ, ତାଙ୍କୁ ଦେଖିଲା ମାନେ ସେମିତି ହସେଇବେ, ଏତେ ବଢିଆ କଥାବାର୍ତ୍ତା କରିବେ, ନିଜର କରିଦେବେ।